ନମସ୍କାର। ଆଜି କାଳୁର କଥା। ଆଜି କାଳୁର କଥା। କାଳୁର କଥା ମାନେ କାଳୁ ଯେ କେମିତି ଜିଅନ୍ତା ଠାକୁର, ଏବଂ ମୁଁ ସବୁବେଳେ କହେ କାଳୁ ହେଉଛି ମଣିଷ ଠାକୁର। ଇଏ ଯେ ଠାକୁର ସିଏ କେବଳ ଉଚ୍ଚ ସିଂହାସନ ଉପରେ ବସି ପୂଜା ପାଏନି। ସେ ଦୃଷ୍ଟିରୁ ଇଏ ସେଇ ଠାକୁର ନୁହେଁ, ଇଏ ହେଉଛି ମଣିଷ ଠାକୁର। ମଣିଷ ଠାକୁର ମାନେ ମଣିଷର ଦୈନନ୍ଦିନ ଜୀବନଚର୍ଯ୍ୟା ସହ ଆମ କାଳୁର ଜୀବନଚର୍ଯ୍ୟା ସମ୍ପୂର୍ଣ୍ଣ ଭାବେ ଜଡ଼ିତ। ଆଜି ଯେଉଁ ବିଷୟଟା କହିବାକୁ ଯାଉଛି, ମୁଁ ଜାଣେ ତାର ରହସ୍ୟ, ଗୋପନ ରହସ୍ୟ ଓଡ଼ିଶାର ଅଧିକାଂଶ ଲୋକ ଜାଣନ୍ତି ନାହିଁ। କ'ଣ ସେ ଗୋପନ ରହସ୍ୟ? ଆପଣମାନେ ସମସ୍ତେ ଜାଣନ୍ତି ଆଜି ହେଲା 5 ତାରିଖ, ଆଉ ମାତ୍ର 11 ଦିନ ପରେ ଶ୍ରୀ ଜଗନ୍ନାଥଙ୍କର ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବ ଏବଂ ଏଇ ନିକଟରେ ସ୍ନାନ ପୂର୍ଣ୍ଣିମା ସରିଯାଇଛି। ସ୍ନାନ ପୂର୍ଣ୍ଣିମା ସରିଗଲା ପରେ ସ୍ନାନ ବେଦୀରେ 108 ଗରା ପାଣିରେ ଗାଧେଇ ସାରିଲା ପରେ ଠାକୁର ଆମର ଏବେ ଜ୍ୱରରେ ପଡ଼ିଛନ୍ତି ବା ଅଣସର ଘରେ ଅଛନ୍ତି। ଅଣସର ଘରେ ଅଛନ୍ତି ମାନେ ଏଇ 15 ଦିନ ଠାକୁରଙ୍କୁ ଯେଉଁ କୁହାଯାଉଛି ଜ୍ୱରରେ ପଡ଼ିଛନ୍ତି, ଏଇ 15 ଦିନ ସାଧାରଣ ଦର୍ଶନାର୍ଥୀ ମାନେ ଠାକୁରଙ୍କୁ ଦେଖା କରିପାରିବେ ନାହିଁ। ଏହା କ'ଣ ନା ତାଙ୍କୁ ଜ୍ୱର ହେଇଛି। ମୁଁ ଆଜି ସେଇ ରହସ୍ୟଟିକୁ ଉନ୍ମୋଚିତ କରିବାକୁ ଯାଉଛି ଯେ ସତରେ କ'ଣ ଆମ ଠାକୁରଙ୍କୁ ଜ୍ୱର ହେଇଛି, ବା ଏ ଅଣସର ଘର ମାନେ କ'ଣ? ଠାକୁରଙ୍କୁ କାହିଁକି ଆମେ 15 ଦିନ ଧରିକି ଦେଖିପାରିବା ନାହିଁ? ଏ 15 ଦିନ ଅଣସର ଘରେ ପ୍ରକୃତରେ ଠାକୁରଙ୍କୁ ନେଇ କ'ଣ ଗୋପନ କାର୍ଯ୍ୟ କରାଯାଏ? କାରଣ ସାଧାରଣ ଓଡ଼ିଆ ମାନେ କେବଳ ଏତିକି ଜାଣନ୍ତି ସ୍ନାନ ପୂର୍ଣ୍ଣିମା ପରେ ଠାକୁରଙ୍କୁ ଜ୍ୱର ହେଇଛି ଏବଂ ଠାକୁର ଅଣସର ଘରେ 15 ଦିନ କାହାରିକି ଭକ୍ତମାନଙ୍କୁ ଦର୍ଶନାର୍ଥୀମାନଙ୍କୁ ଦେଖା ନ ଦେଇ ଠାକୁର ଅଣସର ଘରେ ଅଛନ୍ତି। ଏଇ ଯେଉଁ ଅଣସର ଘରେ 15 ଦିନ ଦର୍ଶନାର୍ଥୀଙ୍କୁ ଦେଖା ନ ଦେଇ ରହିବା, ଏହା ହେଉଛି ଶ୍ରୀ ଜଗନ୍ନାଥଙ୍କର ଏକ ମାନବୀୟ ଲୀଳା, ମଣିଷ ଭଳିଆ ଲୀଳା। ଏଇଟା ଏଇ ମାନବୀୟ ଲୀଳାଟା କ'ଣ? ସାଧାରଣ ଭାବରେ ଆପଣମାନେ ଯେଉଁ ଭାବୁଛନ୍ତି ତାଙ୍କୁ ଜ୍ୱର ହେଇଛି, ତାହା ଏକ ବାହାରକୁ ଜଣାଇବାକୁ ଏକ ଧାର୍ମିକ ସନ୍ଦେଶ ମାତ୍ର। ତେଣୁ ପ୍ରକୃତରେ ଏଇ 15 ଦିନ ଅଣସର ଘରେ କ'ଣ ହୁଏ? ଠାକୁରଙ୍କୁ ଜ୍ୱର ହେଇଛି କି ନାହିଁ, ଜ୍ୱର ଯଦି ହେଲା କାହିଁକି ହେଲା, ତା ପଛରେ କ'ଣ ତତ୍ତ୍ୱ ଅଛି, ତଥ୍ୟ ଅଛି, ମୁଁ ଚାହୁଁଛି ସାଧାରଣ ମଣିଷ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ, ସେଇ କଥା ଜଣାଇବାକୁ ମୁଁ ଚାହୁଁଛି। ବର୍ତ୍ତମାନ ମୁଁ ମୋ କାଳୁ ଟିକେ ରଖିଦେଉଛି ଏବଂ ସେଇ ବିଷୟରେ କହୁଛି। ଏଇ ଯେଉଁ ଠାକୁରଙ୍କୁ ଜ୍ୱର ହେଇଛି ବା ଅଣସର ଘରେ ପଡ଼ିଛନ୍ତି, ଏହା ପଛରେ 3ଟି ବାର୍ତ୍ତା ଅଛି। ଗୋଟେ ହେଉଛି ସାମାଜିକ, ଆଉ ଗୋଟେ ହେଉଛି
ବୈଜ୍ଞାନିକ ଆଉ ଗୋଟେ ହେଉଛି ମନସ୍ତାତ୍ତ୍ୱିକ। ଏଇ ଅଣସର ଘରେ 15 ଦିନ ଠାକୁର ଦର୍ଶନାର୍ଥୀଙ୍କୁ ଦର୍ଶନ ନ ଦେଇ ଚୁପଚାପ ରହିବା ପଛରେ there are 3 factors. One is social, another is scientific, and the third one is psychological. ଏଇଟାକୁ ଶେଷ ଯାଏଁ ଦେଖନ୍ତୁ, ଶୁଣନ୍ତୁ। ସବୁଦିନ ପାଇଁ ଆମ ଜଗନ୍ନାଥ ସଂସ୍କୃତି କେତେ ରିଚ୍, ଏଇ ଜଗନ୍ନାଥ ସଂସ୍କୃତି ଭିତରେ ଏଇ ମଣିଷମାନଙ୍କ ପାଇଁ କେତେ ସୁନ୍ଦର ବାର୍ତ୍ତା ଅଛି, କେତେ ସନ୍ଦେଶ ଅଛି, ତାହା ଆପଣମାନେ ଜାଣିପାରିବେ ଏବଂ ଜାଣିବେ ଯେ ଆମେମାନେ ସତରେ କେତେ ଭାଗ୍ୟବାନ ଓଡ଼ିଶାରେ ଜନ୍ମ ହେଇଛେ ଏବଂ ଆମର ପ୍ରଭୁ, ଆମ ଘରର ମୁରବୀ, ଆମର ବୁଢ଼ା ବାପା ଶ୍ରୀ ଜଗନ୍ନାଥ ଆମ ସହିତ ଅଛନ୍ତି। ସ୍ନାନ ପୂର୍ଣ୍ଣିମା ବେଳେ ଠାକୁର ସ୍ନାନ ବେଦୀକି ଆସନ୍ତି ଗାଧେଇବା ପାଇଁ। ଠାକୁର ପ୍ରତ୍ୟେକ ଦିନ ଯେଉଁ ରତ୍ନସିଂହାସନ ଉପରେ ଗାଧାନ୍ତି ତାହା ଏକ ପ୍ରତୀକାତ୍ମକ ଗାଧୁଆ। ଗୋଟେ ଦର୍ପଣ ସାମ୍ନାରେ ତାଙ୍କୁ ମନ୍ତ୍ର ଉଚ୍ଚାରଣ ଦ୍ୱାରା ଗାଧେଇ ଦିଆଯାଏ। ପ୍ରତ୍ୟେକ ଦିନ ସେ ପାଣି ଢାଳି ହେଇ ଆମ ଭଳି ଗାଧାନ୍ତି ନାହିଁ, କିନ୍ତୁ ସ୍ନାନ ପୂର୍ଣ୍ଣିମା ଦିନ ସେ ସ୍ନାନ ବେଦୀକି ଆସନ୍ତି ଏବଂ ସ୍ନାନ ବେଦୀରେ 108 ଗରା ପାଣିରେ ସେ ଗାଧାନ୍ତି। ଫିଜିକାଲି ତାଙ୍କ ମୁଣ୍ଡ ଉପରେ ପାଣି ଢଳାଯାଏ। ଗୋଟାଏ ଲୋକ ବର୍ଷ ତମାମ ପୁରା ପାଣି ଢାଳି ହେଇ ଗାଧଉ ନଥିବ, ଗୋଟାଏ ଦିନ ଏକାଥରେ 108 ଗରାରେ ଗାଧେଇ ପଡ଼ିବ, ତାହେଲେ ତ କ'ଣ ହବ? ଜ୍ୱର ହବା ସ୍ୱାଭାବିକ। ଆମେମାନେ ପ୍ରତ୍ୟେକ ଦିନ ଯେଉଁ ଗାଧଉ, ଧର 10 ବାଲ୍ଟି ଗାଧଉ କି 2 ବାଲ୍ଟି ଗାଧଉ, ଯଦି ଗୋଟେ କୌଣସି ଦିନ ଖୁସିରେ 2 ବାଲ୍ଟି ଜାଗାରେ 20 ବାଲ୍ଟି ଗାଧେଇ ପଡ଼ିବା, ଆମକୁ ବି ସାଧାରଣତଃ ଥଣ୍ଡା ଧରି ପକାଏ, ଜ୍ୱର ହେଇଯାଏ, ଛିଙ୍କ ହୁଏ, ନାକରୁ ପାଣି ବାହାରେ। ଅବିକଳ ସେମିତି ଠାକୁର ଯେଉଁ ବର୍ଷକରେ ଥରେ ଆସି ସ୍ନାନ ବେଦୀରେ 108 ଗରା ଗାଧେଇ ପଡ଼ନ୍ତି, ସ୍ୱାଭାବିକ ଥଣ୍ଡା ହବ ଏବଂ ଜ୍ୱର ହବାଟା ସ୍ୱାଭାବିକ। ତେଣୁ ସ୍ନାନ ବେଦୀରୁ ଗଲା ପରେ କୁହାଯାଏ ଯେ 15 ଦିନ ସେ ଜ୍ୱରରେ ପଡ଼ିଛନ୍ତି। ଏଇଠାରେ ଯେହେତୁ ଆପଣମାନେ ଯେଉଁମାନେ ଜାଣିନାହାନ୍ତି ସେମାନଙ୍କ ପାଇଁ ଜଣେଇ ଦେଉଛି, ଏଇ ଯେଉଁ 108 ଗରା ପାଣିରେ ସେ ଗାଧାନ୍ତି, ସେ ପାଣିଟା ଯେଉଁ କୂଅରୁ ମନ୍ଦିର ଭିତରେ ଥିବା ଯେଉଁ କୂଅରୁ କଢ଼ାଯାଏ ତାକୁ କୁହାଯାଏ ସୁନା କୂଅ। ସେ କୂଅରେ ଢାଙ୍କୁଣୀ ଦିଆଯାଇକି ବର୍ଷ ସାରା ରଖାଯାଇଥାଏ। ବର୍ଷକରୁ ଥରେ ସେ ଢାଙ୍କୁଣୀ କଢ଼ାଯାଇ ସେଇ କୂଅରୁ ପାଣି ଆଣିକି ଠାକୁରଙ୍କୁ ଗାଧେଇ ଦିଆଯାଏ। ସେ କୂଅର ନାଁ କାହିଁକି ସୁନା କୂଅ, ତାପରେ ବହୁତ କଥା କୁହାଯାଏ। ତେବେ ମୋଟାମୋଟି ଏହା ଧରି ନିଆଯାଇଛି, ଯେହେତୁ 1600 ଶତାବ୍ଦୀରୁ 1800 ଶତାବ୍ଦୀ ଯାଏଁ ଶ୍ରୀମନ୍ଦିର ଉପରେ ବହିରାଗତ ଶତ୍ରୁମାନଙ୍କର ଆକ୍ରମଣ ଲାଗି ରହିଥିଲା, ସେ ସମୟରେ ସେବାୟତ ମାନେ ଠାକୁର ପିନ୍ଧିଥିବା କିଛି ସୁନା ଅଳଙ୍କାର ବା ଲୁଚେଇ ଦେବା ପାଇଁ ସେଇ ନିର୍ଦ୍ଦିଷ୍ଟ କୂଅରେ ସେମାନେ କୁଆଡ଼େ ସେଇ ସୁନା ସ୍ୱର୍ଣ୍ଣ ଅଳଙ୍କାର ମାନେ ପକେଇ ଦେଇଥାନ୍ତି, ଯାହା ପରବର୍ତ୍ତୀ ସମୟରେ ସେ କୂଅରୁ କାଢ଼ି ଦିଆଯାଏ। ଯେହେତୁ ସେଇ କୂଅରେ ସ୍ୱର୍ଣ୍ଣ ଅଳଙ୍କାର ପକେଇ ଦିଆଯାଇଥାଏ, କୁହାଯାଏ ତା ନାଁ କୁଆଡ଼େ ସୁନା କୂଅ ରୂପେ ସେ ପରିଚିତ। ଏହା କେତେ ଦୂର ଠିକ୍ କି ଭୁଲ ମୁଁ ଜମା କହିପାରିବିନି, କିନ୍ତୁ ଏହା କୁହାଯାଏ। ସେଇ ସୁନା କୂଅରୁ ଯେଉଁ ପାଣି କଢ଼ାଯାଏ 108ରେ ଠାକୁର ଗାଧାନ୍ତି। ଏଇ ଯେଉଁ 108 ଗାଧାନ୍ତି, ତେଣୁ ଜ୍ୱର ହେଇଯିବା ସ୍ୱାଭାବିକ। ଏବଂ ଜ୍ୱର ହେଇଗଲା ପରେ ଯେହେତୁ ଅତ୍ୟଧିକ ପାଣିରେ ସେ ଗାଧେଇଛନ୍ତି, ଜ୍ୱର ହେଇଗଲା। ବର୍ତ୍ତମାନ କଥା ହେଉଛି, ଆମମାନଙ୍କୁ ଯେତେବେଳେ ଜ୍ୱର ହେଇଥାଏ ଘରେ,
ସେତେବେଳେ କ'ଣ ଆମର ଖଟ ପାଖକୁ ବା ଆମେ ଯେଉଁ କୋଠରୀରେ ଶୋଇଥିବା ଯିଏ ବୋଲି ସେ ଆସିକି ଦେଖା କରିପାରନ୍ତି ନା, କେବଳ ନିଜ ବୋଉ, ଭାଇ ଭଉଣୀ କି ବାହା ହେଇଥିଲେ ସ୍ତ୍ରୀ, ପିଲା ଛୁଆ, ବାହାର ଲୋକମାନଙ୍କୁ ଆଉ ନିଜ ପର୍ସନାଲ ଘରେ ଯଦି ଜ୍ୱରରେ ପଡ଼ିଛ, ଦେହ ଖରାପ ବେଳେ ଯେକୌଣସି ଲୋକ ଆସିକି ଗହଳି କରନ୍ତିନି କି କାହାକୁ ଆଲାଉ କରାଯାଏନି। କେବଳ ନିଜ ଲୋକମାନେ, ଯେଉଁମାନେ ଘର ଲୋକ, ସେଇମାନେ ସେଇ ଜ୍ୱରରେ ପଡ଼ିଥିବା ଲୋକଟି ପ୍ରତି ବା ଆମ ପାଖକୁ ଆସିଥାନ୍ତି, ଆମର ସେବା ଶୁଶ୍ରୂଷା କରିଥାନ୍ତି। ଅବିକଳ ସେମିତି ଏଇ ଯେଉଁ 15 ଦିନ ଅଣସର ଘରେ ଠାକୁର ଜ୍ୱରରେ ପଡ଼ନ୍ତି, ସେ ସମୟରେ ମନ୍ଦିରରେ ବର୍ଷ ତମାମ ପୂଜା କରୁଥିବା ସେବାୟତ ମାନେ, ସେମାନେ ମଧ୍ୟ ଦେ ଆର୍ ନଟ୍ ଆଲାଉଡ୍। ଅଣସର ଘର ଭିତରକୁ ସେମାନେ ପ୍ରବେଶ କରନ୍ତିନି। ଏଇ ସ୍ନାନ ବେଦୀ, ସ୍ନାନ ପୂର୍ଣ୍ଣିମା ଠାରୁ ଦଇତାପତି ମାନେ ବିଶ୍ୱାବସୁର ବଂଶଧର, ସେଇମାନେ କେବଳ ଅନୁମତି ପ୍ରାପ୍ତ। ସ୍ନାନ ପୂର୍ଣ୍ଣିମା ପରେ ଦଇତାପତି ମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥାନ୍ତି। ଦଇତାପତି ମାନଙ୍କର କାମ ହେଲା ସ୍ନାନ ପୂର୍ଣ୍ଣିମା ଠାରୁ ସେମାନେ ମନ୍ଦିରରେ ପ୍ରବେଶ କରିବେ, ଠାକୁର ଜ୍ୱରରେ ପଡ଼ିବେ। ଠାକୁରଙ୍କର ଜ୍ୱରରେ ପଡ଼ିଲା ବେଳେ ସେମାନେ ଯେହେତୁ ତାଙ୍କର ଘର ଲୋକ, ବଂଶାନୁକ୍ରମିକ ବଂଶର ସେମାନେ ଲୋକ, ନିଜର ଭାଇ ବନ୍ଧୁ କୁଟୁମ୍ବ, ସେଇମାନେ ସେବା କରିବେ। ରଥଯାତ୍ରାରେ ସେଇମାନେ ତାଙ୍କୁ ପହଣ୍ଡି କରି ନେବେ ଏବଂ ପୁନର୍ବାର ରଥଯାତ୍ରାରୁ ଫେରି ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବା ଯାଏଁ କେବଳ ଦଇତାପତି ମାନଙ୍କର, ଶ୍ରୀ ଜଗନ୍ନାଥଙ୍କର ସେବା କରିବାର ଅଧିକାର ଅଛି। ଯେମିତି ମୁଁ କହିଲି, ଆମମାନଙ୍କୁ ଜ୍ୱର ହେଲେ ଯେକୌଣସି ଲୋକକୁ ଆମ ପାଖକୁ ଛଡ଼ାଯାଏ ନାହିଁ, କେବଳ ଘର ଲୋକଙ୍କୁ ଛଡ଼ା। ଠିକ୍ ସେମିତି ଏଇ ଯେଉଁ ଦଇତାପତି ମାନେ ଯେହେତୁ ଜଗନ୍ନାଥଙ୍କର ନିଜ ପରିବାରର ଲୋକ, ସେଇମାନେ ବର୍ଷକରେ ସ୍ନାନ ପୂର୍ଣ୍ଣିମା ପରେ ସେଇମାନେ ମନ୍ଦିର ଭିତରେ ପ୍ରବେଶ କରନ୍ତି। ଏଇ ଯେଉଁ 15 ଦିନ ଠାକୁର ଜ୍ୱରରେ ପଡ଼ନ୍ତି, ତାଙ୍କର ସେବା ଶୁଶ୍ରୂଷା ସେଇମାନେ କରନ୍ତି ଘର ଲୋକ ହିସାବରେ। ତେଣୁ ସ୍ୱାଭାବିକ ସେତେବେଳେ ବାହାର ଲୋକ ସବୁ ଆମେ ଦର୍ଶନାର୍ଥୀ, ଆମମାନଙ୍କୁ ଛଡ଼ାଯାଏ ନାହିଁ, କାରଣ ଠାକୁର ଜ୍ୱରରେ ପଡ଼ିଛନ୍ତି। এইটা ହେଲା ସାମାଜିକ ଦୃଷ୍ଟିକୋଣରୁ। ସମାଜରେ ଆମେ ଯେମିତି ଅତ୍ୟଧିକ ପାଣିରେ ଗାଧେଇ ପଇଲେ ଆମକୁ ଥଣ୍ଡା ଜ୍ୱର ହୁଏ, ଛିଙ୍କ ହୁଏ, ନାକରୁ ପାଣି ଗଡ଼େ, ଅବିକଳ ସେମିତି ସାମାଜିକ ଦୃଷ୍ଟିକୋଣରୁ ଠାକୁର ମଧ୍ୟ ଯେହେତୁ 108 ପାଣିରେ ଗରାରେ ଗାଧାନ୍ତି, ତେଣୁ ତାଙ୍କୁ ମଧ୍ୟ ଜ୍ୱର ହୁଏ। ଏବଂ କିଛି ଦଇତାପତି ମାନେ କୁହନ୍ତି, ଇଣ୍ଟରଭ୍ୟୁରେ ସବୁ ଟିଭି ମାନଙ୍କରେ କହୁଛନ୍ତି, ସେତେବେଳେ ପ୍ରକୃତରେ ଠାକୁରଙ୍କ ଦେହରେ ତାତି ଭର୍ତ୍ତି ହେଇଥାଏ। କେହି କେହି କୁହେ ମୁଁ ଥର୍ମୋମିଟର ଦେଲି, ଜ୍ୱର ଉଠିଗଲା। ଏଗୁଡ଼ାକ ସବୁ ଗୁଲି ଗପ। ଠାକୁରଙ୍କୁ ଜ୍ୱର ହବା ଏକ ସାଙ୍କେତିକ ସୂଚନା, ଏକ ସାଇକୋଲୋଜିକାଲ କନସୋଲେସନ୍ସ ଫର ଦିସ୍ ହ୍ୟୁମାନିଟି। ସେଇ ଯେଉଁ ମନସ୍ତାତ୍ତ୍ୱିକ ଦିଗଟିକୁ ମୁଁ ପଛରେ ଆସିବି। ଏନେ କହୁଛି ପ୍ରକୃତରେ ଠାକୁରଙ୍କୁ ଜ୍ୱର ହୁଏ ନା ନାହିଁ। ପ୍ରକୃତରେ ଠାକୁରଙ୍କୁ ଜ୍ୱର ହୁଏ ନାହିଁ। ତାହେଲେ କାହିଁ କୁହାଗଲା ଏ 15 ଦିନ ସେ ଜ୍ୱରରେ ପଡ଼ିଛନ୍ତି ବୋଲି? ନା, ଏଇ ସକାଶେ ଆମ ଠାକୁର କାଷ୍ଠ ନିର୍ମିତ, କାଠରେ ତିଆରି ହେଇଛନ୍ତି, ନିମ କାଠରେ ତିଆରି ହେଇଛନ୍ତି। ଏବଂ ଯୋଡ଼ା ଆଷାଢ଼ ଯେତେବେଳେ ପଡ଼ିବ, ପ୍ରାୟ ପାଖାପାଖି 19 ବର୍ଷରେ ପଡ଼େ ସାଧାରଣତଃ ଭାବରେ। ଏମିତି କେତେବେଳେ 12 ବର୍ଷ ବି ପଡ଼ିଛି, କିନ୍ତୁ ସାଧାରଣତଃ 19 ବର୍ଷ ବ୍ୟବଧାନରେ ଯେତେବେଳେ ଯୋଡ଼ା ଆଷାଢ଼ ପଡ଼େ, ସେତେବେଳେ ଠାକୁରଙ୍କର ନବକଳେବର ହୁଏ। ନବକଳେବର ମାନେ ଠାକୁରଙ୍କର ଏଇ ଯେଉଁ କାଠର ମୂର୍ତ୍ତି ବିଗ୍ରହ ଆଙ୍କୁ ପୋତି ଦିଆଯାଏ କୋଇଲି ବୈକୁଣ୍ଠରେ, ଆଉ ନୂଆ ଦାରୁରେ ଠାକୁର ତିଆରି ହୁଅନ୍ତି। ତେଣୁ କଥା ହେଉଛି 19 ବର୍ଷ ପରେ ଏଇ ବିଗ୍ରହ ପୋତା ହେବେ। ବିଗ୍ରହ ତିଆରି ହେଇଛନ୍ତି କାଠରେ। କାଠ ଯେ ପୋକ ଖାଇବନି, କେତେବେଳେ ଅସରପା ଉଇମାନଙ୍କ ଦ୍ୱାରା ନଷ୍ଟ ହବନି, ତାର ଗ୍ୟାରେଣ୍ଟି କେହି ଦେଇପାରିବେନି, ଯାହାହେଲେ କାଠରେ ସେ ତିଆରି। ତା ଛଡ଼ା
प्रति वर्ष स्नान बेदी की ठाकुर पहंडी होकर आसती कची कची गांडी कची कची आसती प्रति वर्ष रथ यात्रा रे 22 पाहाचरे गांडी कची कची रथ उपर को उठिबे रथरु चार मारे पुणी तलू ओह्लैबे गुंडीचा घर भीतर को मध्य पहंडी रे जिबे पुणी बाहुडा दिन गुंडीचा घर पहंडी होकर आसबे पुणी रथ उपर चढ़ी पुणी जो मंदिर भीतर पशिबे एमती 4 थर पहंडी हम मंदिर भीतर बाहर को आसवा मंदिर भितर पशिबा गुंडीचा घर भीतर को जीवा गुंडीचा घर बाहर को आसवा काठर मूर्ति गांडी कची 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 करी 22 पाहाचरे आसबे जीवे प्रति वर्ष 4 थर हुए तो किछि मु कहूनी निश्चय बोली हुए तो जेहेतु एई पका उठारे कचा कची रे काले तांकर को जगहटा हुगुळा हो जाइथिबो हाथ हुगुळा हो जाइथिबो कि आ कोन नष्ट हो जाइथिबो कोठी गोटे भांगी जाइथिबो किंबा वर्ष सारा आमर रत्न सिंहासन भितर अनेक असरपा मध्य एबे ट्रीटमेंट होउची असरपा मान तो कहीं रोकी पारिबेनी असरपा माने मत कणा काटी देबे काठ भी काटी काटी वर्षकर खाई किछिटा नष्ट करि परिबे उई भी लागि परिबे आम मान को घरे जेमती कबाट झरका काठरे लागिची केतळे केतळे उई लागि जाउची केतळे केतळे काठर स्क्रू नट मध्य ढिला हो जाउची आमको पुणी महाराणा को डाकी टाइट करिया पड़ुची उई लागिले उई ट्रीटमेंट करिया पड़ुची रंग छाड़ी गले कबाट खराब हो जाए बोली रंग दिया जाउची अबिकल सेमती केवल सेही उद्देश्य रे मो कथा बुझा को चेष्टा करंतु जर हिची कहिबा केवल एक धार्मिक बाहुल्य मात्र ठाकुर को जर फर किछु हुए एई जो वर्ष तमाम ठाकुरंकर पहंडी रे कचा उठा वर्ष तमाम काले केतळे देहर क्षति हेइथिबो एइटाकू देखिबा पाई जे देहटार कोठी कोन खंडिया खाबरा हेइची कि कोठी काठ हगुळा हे जाइची कि कोठी औषधपा काटी देइची कि कोठी उई लागि जाइची कि देहर क्षतिटाकू देखिया पाई वर्षकरे गोटे थर जर ना रे 15 दिन ठाकुरंकर गुप्त सेवा तांकरी वंशधर माने दैतापति माने करिथांती एई 15 दिन ठाकुरंक देहरे लागि थिबा सब लुगापटा कढ़ाई जाए तांको शरीर को तन्न तन्न करी देखा जाए एवं कबाट झरकार आमे जेमती रंग लगौचु सेमती ठाकुर को शरीर को 19 वर्ष जाए से रहिबे ना निहाती सुस्थ रहिया पई आम कबाट झरकार जेमती रंग लगा जाए तांको देहरे मध्य सेमती फुलुरी तेल लगा जाए फुलुरी तेल सी एक फुलरू निर्दिष्ट भावरे निर्दिष्ट आयुर्वेदिक विधि विधान रे से फुलुरी तेलटा वर्षक पूर्व प्रस्तुत होता है पुरी रे थिबा ओडिया मठ आर दायित्व रे थांती से केमिति प्रस्तुत हुए मु दैतापति नुहे कि मंदिर भितर थिबा कौन से सेवायत नुहे मु कहि परिबिनी किंतु मु जानिछि एक निर्दिष्ट फूल द्वारा ए तेल प्रस्तुत करा जाई माटी हांडी भितर रखी वर्षक आगुरु माटी तले पोती दिया जाइछे धर आसंता वर्ष जो रथ यात्रा हबो सेति पई एई वर्षरु रथ यात्रा परे फुलुरी तेल तैयारी करिकि माटी तले पोती दिया जाय थाए वर्षक परे कढ़ा जाए पुणी थर कहूची कबाट झरकार आमे जेमती रंग देई कबाटर जीवन को आउ टिके स्थायित्व करि थाउ अबिकल सेमती प्रति वर्ष जर ना रे ठाकुर जो 15 दिन अणसर घरे रहंती तांको देहरे एई ओडिया मठ द्वारा प्रस्तुत फुलुरी तेल तांको देह जाक लगा जाए फुलुरी तेल देह जाक लगा हेले ताधरा कीट पतंग किछि नष्ट करि परिबे नाही फुलुरी तेल तापरे गोटे ओष लगे माने झुणा आउ राशि तेल आमे जो देहरे राशि तेल लगू से राशि तेल आउ झुणा गुंडरे गोटे तैयारी करा जाए ताको कहा जाए ओष ता मते तांको देहरे लगा जाए एगोडा सब आयुर्वेदिक ट्रीटमेंट तांको देहरे करा जाए सो दैट अति कम नवकलवर 19 वर्ष पर पड़ला जाए ठाकुर कर शरीर कौन क्षति नथिबो ठाकुर सुस्थ रे रहिथिबे
आमे माने जेमती प्रति वर्ष जो मानकर पैसा अच्छी वर्षकर थरे जाई आम शरीरटा को संपूर्ण टिके चेकअप करे दो गोडरू मुंड जाए बीपी डायबिटीज गैस एमआरआई सब गोटे होलसेल बॉडीटा को किछि किछि लोक माने निजे सुस्थ अछंती बोली प्रति वर्ष परीक्षा निरीक्षा करे नियंती निजर आत्मसंतोष पई अबिकल सेमिति वर्षकर थरे स्नान पूर्णिमा पर ठाकुर 15 दिन जर पड़ा ना ठाकुर शरीर को 19 वर्ष जाए सुस्थ रखिबा पाई एई गोपन क्रिया अणसर घरे करा जाए। दैतापति माने तीन ठाकुरंकर देहरु अंगवस्त्र काढ़ी संपूर्ण शरीर को टिकिनिकी जांच करी कोठी जदि हुगुला होती टाइट करवा कोठी जदि पोक लगी जाइए ताकू मरामत करवा एवं तांको शरीर संपूर्ण सुस्थ रहू आमे जेमती शीत दिने तेल लगे गाधो जमी थंडा धरबनी अबिकल सेमती 19 वर्ष तांको देह रहिया पई प्रति वर्ष ए अणसर समय रे तांको देहरे फुलुरी तेल लगे ओष भी लगे एवं जर हेले आमे जेमती औषध खाऊ पथी खाऊ ठीक से समय रे तांको मध्य ठाकुर को मध्य किछि अन्न भोग दिया जाए नहीं तांको मध्य पणा पानी दिया जाए अणसर पणा मध्य जो माने पीथे भाग्य थिबो अत्यंत स्वादु अत्यंत बास्ना मु जेहेतु पुरी मनीष अणसर पणा पीवार सौभाग्य प्राय प्रतिवर्ष पाए तेणु अणसर पणा भी जदि आपण पियंते आपण जानते सेटा केते स्वादु सेतल आमे जेमती जररे पइले भात फात खाउनी पणा पानी रे रहू ठाकुर मध्य सेमती पणा रे रही थांती एवं ताको पाई मध्य आयुर्वेदिक औषध तैयारी होता है सी मध्य आयुर्वेदिक औषध दिया जाए जो आयुर्वेदिक औषध तांको पाखरे जर हिसाब रे सांकेतिक भाव में आयुर्वेदिक औषध मोदक तांको पाखरे लागि होता है से गुडक मध्य बाहरे सेवायत माने तांकर जनाशुना भक्त मानक मध्य देई थांती से मोदक खाइबार सौभाग्य मध्य ए जीवन रे मु पाइची से मध्य अत्यंत आयुर्वेदिक मध्य अत्यंत स्वादिष्ट तेणु यही है प्रकृत रे ठाकुर को आदौ जर हुए नहीं जर ना रे ठाकुर को साधारण दर्शनार्थी ठारू लुचई रखी तांकर अणसर घरे रखी तांको शरीर चर्चा करा जाई थाए एही सकाशे ठाकुर आमर काठरे तैयारी एवं ठाकुर 19 वर्ष पर्यंत नवकल हवा जाए यही दारु विग्रह जेहेतु पूजा पाइबे प्रति वर्ष जर ना रे एगुड़ाकर विधि विधान रखी दिया जाइछि। ये हला वैज्ञानिक मनस्तात्विक कौन सेटा हला सबुठ बड़ कथा मनस्तात्विक या एवं यार जगन्नाथ संस्कृति रे ये केमिति मनीष ठाकुर मनीषर जीवन चर्या सहित जीवन चर्या केमिति संश्लिष्ट सेटा केमिति मनस्तात्विक केमिति हाउ इट इज साइकोलॉजिकल ठाकुर कर यही गोपन लीला भितर ठाकुर जणई दउचंती जे देख तू जेमती अत्यधिक गाधेले तते थंडा होची जर होची छिंक होची मो तो भितर किछि पार्थक्य नाही मु भी जेतले अधिका गाधे पड़ुची मते मध्य जर होची तार तो देह खराब हैला बोली तू मन दुख करना मु देवता है कि ठाकुर है कि मध्य जगतर नाथ जगन्नाथ है कि मध्य मो देह भी खराब होची तेणु तो देह खराब हेले कि तू हॉस्पिटल पड़ी गले काहे चिंता करुचु हॉस्पिटल पड़ी किए भल होइके आसुची हॉस्पिटल भी कहार मृत्यु हो जाउची मोर मध्य मृत्यु होची मुझे प्रति वर्ष भल हो जाउची ता नुह माने ठाकुर कहे कथा 19 वर्ष पर जो स्नान पूर्णिमाटा हब माने जो वर्ष नवकलवर हब जोड़ा आषाढ़ पड़ी थिबो ठाकुर कहउचंती 19 वर्ष पर प्रति वर्ष मते जर होची किंतु मो औषध खाई भल हो जाउची तू भी भल हो जाउछु डाक्तरखाना रे पड़ी कि बा घरे औषध खाई कि केतळे केतळे देह खराब तू भी मरी जाउछु
କାରଣ ମୁଁ ବି ମରିଯାଉଛି। 19 ବର୍ଷ ପରେ ଯେତେବେଳେ ନବକଳେବର ହଉଛି, 19 ବର୍ଷ ଦିନ 19 ବର୍ଷ ବେଳେ ଯେତେବେଳେ ସ୍ନାନ ପୂର୍ଣ୍ଣିମା ପରେ ମୋତେ ଜ୍ୱର ହଉଛି, ସେ ଜ୍ୱରରୁ ମଧ୍ୟ ମୁଁ ମୁକୁଳି ପାରୁନି। ସେଇ 19 ବର୍ଷର ଜ୍ୱର ବେଳେ ମୋର ମଧ୍ୟ ମୃତ୍ୟୁ ହଉଛି, ମୁଁ ମଧ୍ୟ ମାଟି ତଳେ ପୋତା ହଉଛି। ମୁଁ ଆଉ ଗୋଟେ ନୂଆ ଜନ୍ମ ନେଇ ନୂଆ ବିଗ୍ରହ ରୂପରେ ନୂଆ ରୂପରେ ପୁଣି ଆସୁଛି। ରୂପ ସେଇ ଜଗନ୍ନାଥଙ୍କ ରୂପ, କିନ୍ତୁ ନୂଆ ରୂପ କହିଲି କ'ଣ ନା 19 ବର୍ଷ ପରେ ଯେତେବେଳେ ନବକଳେବର ହଉଛି, ନୂଆ ଦାରୁରେ ଠାକୁର ତିଆରି ହେଉଛନ୍ତି। ଆ ଦ୍ୱାରା ଠାକୁର ବାର୍ତ୍ତା ଦଉଛନ୍ତି ଯେ ମୃତ୍ୟୁଟା ଅବଶ୍ୟମ୍ଭାବୀ। ତୁ ଯେମିତି ମରୁଛୁ, ମୁଁ ବି ମରୁଛି, ତେଣୁ ମୃତ୍ୟୁକୁ ମଧ୍ୟ ତୁ ଡରନା। ତୁ ଯେମିତି ଥଣ୍ଡାରେ ପଡି ଜ୍ୱରରେ ପଡୁଛୁ, ମୁଁ ମଧ୍ୟ ପ୍ରତିବର୍ଷ ଜ୍ୱରରେ ପଡୁଛି। ତେଣୁ ଦେହ ଖରାପ ହେଲେ ବି ତୁ ଚିନ୍ତା କରନା, କାରଣ ଆମ ଠାକୁର ବି ଜ୍ୱରରେ ପଡୁଛନ୍ତି। ଏଇଟା ହଉଛି ମନସ୍ତାତ୍ତ୍ୱିକ ବାର୍ତ୍ତା। ଜଗନ୍ନାଥ ସଂସ୍କୃତି କେତେ ଉଚ୍ଚତର, କେତେ ମହାନ, ଏଇଥିରୁ ଆପଣମାନେ ବୁଝିପାରନ୍ତୁ। ଆମ ଠାକୁର ସବୁବେଳେ ଆମ ପାଇଁ କେତେ ଚିନ୍ତିତ, ଆମ କଥା ସେ କେତେ ଭାବୁଛନ୍ତି। ଇଏ ହଉଛନ୍ତି ବିଶ୍ୱର ସବୁଠାରୁ ବିରଳ ଅନନ୍ୟ ଠାକୁର, ମଣିଷ ଠାକୁର। ତେଣୁ ତାଙ୍କୁ ପ୍ରକୃତରେ ଜ୍ୱର ହଉନି, ଜ୍ୱର ହଉଛି ଏକ ସାଙ୍କେତିକ ବାର୍ତ୍ତା। ରେ ମଣିଷ, ତୁ ବ୍ୟସ୍ତ ହନି, ମତେ ବି ଜ୍ୱର ହଉଛି। ତୁ ଯେମିତି ଔଷଧ ଖାଉଛୁ, ମୁଁ ବି ସେମିତି ଔଷଧ ଖାଉଛି। ତୁ ଯେମିତି ଜ୍ୱରରେ ପଡ଼ିକି ଥରୁଛୁ, ମୁଁ ବି ସେମିତି କୋଣରେ ପଡ଼ିକି ମୁଁ ମଧ୍ୟ ଥରୁଛି। ଏଇଟା ହଉଛି ଗୋଟେ ସାଙ୍କେତିକ ବାର୍ତ୍ତା, ନହେଲେ ଆ ପଛରେ ଆଉ କିଛି ନାହିଁ। ଏବଂ এই ମନସ୍ତାତ୍ତ୍ୱିକ ବାର୍ତ୍ତା ଦେଇ ଠାକୁର କେବଳ ଏହା କହିବାକୁ ଚାହୁଁଛନ୍ତି ଯେ ତୋ ମୋ ଭିତରେ କୌଣସି ଫରକ ନାହିଁ। ତୁ ଯିଏ ମୁଁ ସିଏ, ତୁ ଯିଏ ମୁଁ ସିଏ। ତୋ ମୋ ଭିତରେ ଆଦୌ କୌଣସି ଫରକ ନାହିଁ। ମୁଁ ମଧ୍ୟ ପ୍ରତିବର୍ଷ ଜ୍ୱରରେ ପଡୁଛି, ମୋ ଦେହ ବି ଖରାପ ହଉଛି। ଆମ ମଣିଷ ହେଲା ଧର୍ମଭୀରୁ, ଆମର ସବୁ ଜିନିଷକୁ ଧର୍ମ ଭିତରେ ଭର୍ତ୍ତି କରିଦେଇଛି। ଏଇ ସକାଶେ ମଣିଷ ଜୀବନ ଜୀଇବା ପାଇଁ ଗୋଟେ ସାନ୍ତ୍ୱନା ପାଇବ, ଏ ସାଇକୋଲୋଜିକାଲ କନସୋଲେସନ୍ସ। ଜ୍ୱର କୁହାହେଇଗଲା, 15 ଦିନ ଠାକୁର ଯାଇକି ଅଣସର ଘରେ ରହିଗଲେ, ଯାହା ଭିତରେ ତାଙ୍କୁ କେହି ଦର୍ଶନ କରିପାରିବେ ନାହିଁ। ଏଇ ସକାଶେ ଯେ ସେଇ 15 ଦିନ ଠାକୁରଙ୍କ ଶରୀର ମରାମତ ହେଉଛି। 19 ବର୍ଷ ଯାଏଁ ଠାକୁର ଏମିତି ରତ୍ନ ସିଂହାସନ ଉପରେ ବସି ଆମମାନଙ୍କୁ ଚାହିଁଥିବେ, ତାଙ୍କର ମହାବାହୁ ତଳେ ଆମମାନଙ୍କୁ ସୁରକ୍ଷିତ ଭାବରେ ରଖିଥିବେ। ଏଇ ସକାଶେ କେବଳ ଗୋଟେ ଜ୍ୱର ହେବାର ନାଟକ। ଜଗନ୍ନାଥ ସଂସ୍କୃତି ସହିତ ଏଗୁଡ଼ା ମଣିଷର ଜୀବନଚର୍ଯ୍ୟାଟାକୁ ଏଭଳି ଓତପ୍ରୋତ ଭାବରେ ଯୋଡ଼ି ଦିଆଯାଇଛି, ଯଦ୍ୱାରା କି ମଣିଷ ଚିନ୍ତା ଶୂନ୍ୟ ରହିବ। ତେଣୁ ସାମାଜିକ ଦୃଷ୍ଟିକୋଣରୁ ଯେଉଁ ମୁଁ କହିଲି, ତାହା ଥିଲା ଆମେ ଯେମିତି ଜୀବନ ଜିଉଛେ, ଆମେ ଯେମିତି ଗାଧେଇଲେ ଜ୍ୱର ହେଉଛି, ଔଷଧ ଖାଉଛେ, ବାହାର ଲୋକ ଦେଖା କରିପାରୁନାହାନ୍ତି, ଅବିକଳ ଠିକ୍ ସେମିତି ଜଗନ୍ନାଥଙ୍କ କ୍ଷେତ୍ରରେ ହେଉଛି। ସାଇଣ୍ଟିଫିକ ବା ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ, ଏହା ଯେହେତୁ କାଠରେ ନିର୍ମିତ, କାଠ ଖରାପ ହେଇଯିବାର ବହୁ ସମ୍ଭାବନା ଅଛି। ତେଣୁ ଆମ ଘର ମାନଙ୍କରେ ଆମେ ଯେମିତି କାଠକୁ ସାଇତି ରଖିବା ପାଇଁ ରଙ୍ଗ ଦଉଛୁ, ମରାମତ କରୁଛୁ, ଉଇ ନ ଲାଗନ୍ତୁ, ଅସଫା ନ କାଟନ୍ତୁ, ଅବିକଳ ସେମିତି ଏଇ ଜ୍ୱର ହେବା ନାଁରେ 15 ଦିନ ଠାକୁରଙ୍କ ଶରୀରରେ ଫୁଲୁରି ତେଲ ଲାଗେ, ଓଷ ଲାଗେ, ଔଷଧ ଦିଆଯାଏ। ଏଗୁଡ଼ା ସବୁ କେବଳ ସାଙ୍କେତିକ। ଜଣେଇ ଦେଉଛି, ତୁ ଜ୍ୱର ହେଲେ ଯେମିତି ଭାତ ଖାଉନି ପଣା ପାଣିରେ ରହୁ, ମୁଁ ବି ସେମିତି ପଣା ପାଣିରେ ରହୁଛି। ତୁ ଯେମିତି ଔଷଧ ଖାଉ, ତୁ ଏଲୋପାଥି ଖାଉଛୁ, ମୁଁ ଆୟୁର୍ବେଦିକ ଖାଉଛି।
ତା ନହେଲେ କିଛି ତୋ ମୋ ଭିତରେ କିଛି ତଫାତ ନାହିଁ। ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣ ମୁଁ କହିଦେଲି ଏହା ଯେ ତୁ ଜମା ଦେହ ଖରାପ ହେଇଛି ହଡ଼ବଡ଼େଇ ଯାଆନି। ମୋ ଦେହ ଯେତେବେଳେ ଖରାପ ହଉଛି, ମୁଁ ବି 15 ଦିନ ଜ୍ୱରରେ ସଢୁଛି, ତୁ ବି ଦେହ ଖରାପ ହେଲେ କିଛି ଚିନ୍ତା କରନା। ଦେହ ଖରାପ ହେଇଛି, ପୁଣି ଭଲ ହେଇଯିବ, ମୁଁ ବି ଭଲ ହେଇଯାଉଛି। ହୁଏତ କେତେବେଳେ ଦେହ ଖରାପ ହଉ ହଉ ମୁଁ ବି ମରିଯାଉଛି, ତୁ ବି ହୁଏତ ମରିଯାଇପାରୁ। ତେଣୁ ଦେହ ଅସୁସ୍ଥ ହେବା ବା ମୃତ୍ୟୁ ମୁଖରେ ପଡ଼ିବା ପାଇଁ ରେ ମଣିଷ ତୋର ଏତେ କିଛି ଚିନ୍ତା କରିବାର ନାହିଁ। ତେଣୁ ଆଜି ଭିଡ଼ିଓଟାରେ ମୁଁ କହିଲି, ନାଁ ଦେଇଛି ଜର ଫର କିଛି ନୁହେଁ, ସବୁ ତାର ଲୀଳା। ଏହା ହେଉଛି ଜଗନ୍ନାଥଙ୍କର ଗୋପନ ଲୀଳା। ଜଗନ୍ନାଥଙ୍କୁ ନେଇ ଯାହା ଯାହା ଘଟଣା ଘଟେ ସବୁ ତାର ଲୀଳା। ଲୀଳା କାହିଁକି ହେଲା, କ'ଣ ପାଇଁ ହେଲା, ତାର କାରଣ କ'ଣ? ଲୀଳାକୁ ତମେ ୟୁ କ୍ୟାନଟ୍ କ୍ୱେଶ୍ଚିନ୍, ତୁମେ ପ୍ରଶ୍ନ କରିପାରିବନି। ଜଗନ୍ନାଥଙ୍କ ଲୀଳାକୁ କୌଣସି ପଣ୍ଡିତ ପୁରୋହିତ ଜ୍ଞାନୀ ଗୁଣୀ ପ୍ରଶ୍ନ କରିପାରିବେନି। ଲୀଳା ମାନେ ଯାହା ତାର ଇଚ୍ଛା, ଯାହା ତାର ଇଚ୍ଛା। କାରଣ ସିଏ ହଉଛି ରାଜା, ସିଏ ହଉଛି ସମ୍ରାଟ। ଲୀଳାଟାକୁ ମୁଁ ମଧ୍ୟ ଥରେ ବୁଝେଇ ଦେଇଥିଲି, ବୁଝେଇ ଦଉଛି। ଧର ଯୋଉ ଆଗେ ଯୋଉ ରାଜା ରାଜୁଡ଼ା ଥିଲେ, ଏବେ ଯେମିତି ବର୍ଷା ହଉଛି ପ୍ରାୟ ଓଡ଼ିଶାରେ ସବୁଆଡ଼େ, ରାଜା ରାଜୁଡ଼ା ସମୟ ଯେତେବେଳେ ସରକାରୀ ଗଣତନ୍ତ୍ର ନଥିଲା, ସରକାର ନଥିଲା, ବର୍ଷା ହଉଛି, ପାଗ ଭଲ ଅଛି, ହୁଏତ ରାଜାଙ୍କର କ'ଣ ମନ ହେଲା, ମନ୍ତ୍ରୀ କହିବେ, ମନ୍ତ୍ରୀ ଆଜି ଗୋଟେ ଆମର ଯୋଉ ରାଜ୍ୟରେ ଯୋଉ ପହିଲବାନକୁ ଆମେ ରଖିଛେ ଖାଇବାକୁ ପିଇବାକୁ ଦେଇକି, ତା ସହିତ ଆମର ଯୋଉ ପାଟ ହାତୀ ଗୋଟେ ଲଢ଼େଇ ହଉ, ମୁଁ ଦେଖିବି। ତା ଇଚ୍ଛା, ସେ ରାଜା, ତାର ଇଚ୍ଛା ସେଇଟା। ତାଙ୍କ ଗୋଟେ ମଣିଷ ପହିଲବାନ ଯାହାକୁ ରାଜା ଖୁଆଇ ପେଇ ଯୁଦ୍ଧ ପାଇଁ ରଖିଛନ୍ତି ବା କୁସ୍ତି କସରତ ପାଇଁ ରଖିଛନ୍ତି ଯୋଦ୍ଧା, ତା ସହିତ ଗୋଟେ ହାତୀର ଲଢ଼େଇ ହବ, এটা ରାଜାର ଇଚ୍ଛା, ତାକୁ କେହି ପ୍ରଶ୍ନ କରିପାରିବେନି। ତେଣୁ ଗୋଟେ ନିର୍ଦ୍ଦିଷ୍ଟ ସ୍ଥାନରେ ଆଗେ ରାଜା ରାଣୀ ଉଚ୍ଚ ସିଂହାସନ ଉପରେ ବସିବେ, ରାଇଜ ଯାକର ଲୋକ ଆସି ସେ ରୁଣ୍ଡ ହେବେ, ତାପରେ ଗୋଟେ ପଟେ ହାତୀକି ଛଡ଼ାଯିବ, ଗୋଟେ ପଟେ ସେ ଯୋଦ୍ଧାକୁ ଛଡ଼ାଯିବ। ହାତୀ ଆଉ ମଣିଷ ଭିତରେ ଲଢ଼େଇ ହେବ। ହାତୀ ରାଜାଙ୍କର, ସେ ମଣିଷଟି ମଧ୍ୟ ରାଜାଙ୍କର ଗୋଟେ ପ୍ରଜା, ଦିଙ୍କ ଭିତରେ ଲଢ଼େଇ ହେବ। ଲଢ଼େଇରେ କେହି ନା ଜଣେ କିଏ ଜିତିବ, କିଏ ଗୋଟେ ହାରିବ। ହାରିବ ମାନେ ମରିଯାଇପାରେ, ହୁଏତ ହାତୀ ମରିଯାଇପାରେ, କିମ୍ବା ମଣିଷ ମରିଯାଇପାରେ। ଯିଏ ବି ମରିଲେ ସେ ରାଜାଙ୍କର, ଦୁହେଁ ଯାକ ରାଜାଙ୍କର ପ୍ରଜା। କିନ୍ତୁ ରାଜା ବସିକି ସେ ଲଢ଼େଇ ଦେଖିବେ, ସେଥିରେ ତାଙ୍କର ଗୋଟେ ଅହୈତୁକ ଆନନ୍ଦ। କିଏ ମଲା ତାଙ୍କ ସହିତ ତ କିଛି ନାହିଁ, ଯିଏ ବି ମରିବ ସେ ତାଙ୍କରି ଗୋଟେ ଲୋକ କିଏ ଗୋଟେ ମରିବ, ଯାହା ରାଜାଙ୍କ ଦ୍ୱାରା ପ୍ରତିପୋଷିତ ହେଇଥିବା ହାତୀ ହଉ କି ମଣିଷ ହଉ, ମରିବ ଜଣେ। ଲୋକ ଦେଖନ୍ତି, ଆନନ୍ଦ ପାଆନ୍ତି। ପଚାରି ପାରୁନି ଆପଣ ଏମିତି ଗୋଟେ ନିଷ୍ପତ୍ତି କାହିଁ ନେଲେ, ସେ ହାତୀ ସହିତ ସେ ମଣିଷଟାର ଲଢ଼େଇ କାହିଁ କଲେ, କି ହାତୀ ସହିତ ହାତୀର ଲଢ଼େଇ କାହିଁ କଲେ, କି ବାଘ ସହିତ ମଣିଷର ଲଢ଼େଇ କାହିଁ କଲେ। ରାଜାକୁ କେହି, ନୋବଡି କ୍ୟାନ୍ କ୍ୱେଶ୍ଚିନ୍ କିଙ୍ଗ's ଡିସିସନ। ସେ ରାଜା, ତାଙ୍କର ଇଚ୍ଛା, ତାଙ୍କର ଖୁସି, ତାଙ୍କର ଆନନ୍ଦ। ହାତୀ ମଲେ ତାଙ୍କର ଦୁଃଖ ନାହିଁ, କି ସେ ମଣିଷଟି ମଲେ ବି ତାଙ୍କର ଦୁଃଖ ନାହିଁ। ଦିହେଁ ଯାକ ତାଙ୍କ ଦ୍ୱାରା ପ୍ରତିପୋଷଣ ହଉଛନ୍ତି। এইটা হচ্ছে ଲୀଳା। ଲୀଳାଟାକୁ ଯଦି ଆପଣ ବୁଝି ନଥିବେ, ମୁଁ ଭାବୁଛି ଟିକେ ବୁଝିପାରିବେ। ସେମିତି ହେଲେ ଜଗନ୍ନାଥଙ୍କର ଯୋଉ କୁହାଯାଏ ଏହା ଲୀଳା, ଲୀଳା ମାନେ ତାର ଆଦି ଅନ୍ତ ମଣିଷ ପାଇବନି, ଏ କାହିଁକି ହେଲା କେହି କହିପାରିବେନି। ତାଙ୍କର ଇଚ୍ଛା, ତାଙ୍କ ଇଚ୍ଛା ଆଗରେ କେହି କିଛି ପ୍ରଶ୍ନ କରିପାରିବେନି, ତାଙ୍କ ଖୁସି। ତେଣୁ ଏଇ ଯୋଉ ଅଣସର ନାମରେ ଠାକୁରଙ୍କୁ ଜ୍ୱର ହେଇଛି କହିକି 15 ଦିନ ଜ୍ୱର ପରେ ନବ ଯୌବନ ବେଶ ହୁଅନ୍ତି। ମାନେ ଯୋଉଦିନ ଠାକୁରଙ୍କ ଜ୍ୱର ଛାଡ଼ିଯାଏ ତାକୁ କୁହାଯାଏ, ଯୋଉଦିନ ସେ ଦର୍ଶନାର୍ଥୀଙ୍କୁ 15 ଦିନ ପରେ ଦେଖାଦେବେ ତାକୁ କୁହାଯାଏ ନବ ଯୌବନ ବେଶ। ନବ ଯୌବନ, ନବ ମାନେ ନୂଆ, ଯୌବନ, ଯୌବନ ମାନେ 15 ଦିନ ଜ୍ୱରରେ ପଡ଼ିସାରିଲା ପରେ ଠାକୁରଙ୍କ ଦେହରେ ତେଲ, ଫୁଲୁରି ତେଲ, ଓଷ ଲାଗି, ଔଷଧ ଖାଇ, ପଣା ପାଣି ଖାଇସାରିଲା ପରେ
ଠାକୁର ପୁଣି ସୁସ୍ଥ ହେଇଯାଆନ୍ତି। ଇଏ ମଧ୍ୟ ଏକ ମନସ୍ତାତ୍ତ୍ୱିକ ଯେ ଔଷଧ ଖାଇସାରିଲା ପରେ ମଣିଷ ସୁସ୍ଥ ହେଇଗଲା, ସୁସ୍ଥ ହେଲା ପରେ ତାଙ୍କର ନୂଆ ଯୌବନ ମାନେ ସେ ପୁଣି ଟୋକା ହେଇଯାଆନ୍ତି, ପୁଣି ନବ ଯୌବନ ବେଶରେ ଦର୍ଶନାର୍ଥୀଙ୍କୁ ଦର୍ଶନ ଦିଅନ୍ତି। এই ପ୍ରଥା ପରମ୍ପରା ଆବାହନ କାଳରୁ ଶ୍ରୀ ଜଗନ୍ନାଥଙ୍କ ସହିତ ଜାରି ରହିଛି। ପ୍ରତିବର୍ଷ ଏହି ସ୍ନାନ ପୂର୍ଣ୍ଣିମାରେ 108 ଗରାରେ ଗାଧେଇ ଠାକୁର ଜ୍ୱରରେ ପଡୁଛନ୍ତି। ଆମମାନଙ୍କୁ କୁହାହେଇଗଲା ଠାକୁର ଅଣସର ଘରେ। ଏଇଠି ଆଉ ଗୋଟିଏ କଥା, ଅନେକ ପ୍ରଶ୍ନ କରନ୍ତି, କାରଣ ଆମର ତ ପ୍ରତିଟି ଘରେ ଜଗନ୍ନାଥ ହେଲେ ଆମର ଆରାଧ୍ୟ। ଦେଖାଯାଏ ଆମେମାନେ ତ ମେଣ୍ଢା ବୁଦ୍ଧିଆ, କିଛି ନ ବୁଝି ନ ସୁଝି ଅନ୍ଧ ଭଳିଆ ଆମେ ଗଡ଼ି ଆସିଥିବା ପ୍ରଥା ପରମ୍ପରାକୁ ଆମ ଜୀବନରେ ମାନି ନେଇଥାଉ, ତାର କାରଣ କିଛି ନ ଜାଣି। ତେଣୁ ଯେହେତୁ ମନ୍ଦିରରେ ଠାକୁର ଅଣସର ଘରେ ରହନ୍ତି, 15 ଦିନ ଠାକୁର ପୂଜା ପାଆନ୍ତି ନାହିଁ ଏବଂ ତାଙ୍କୁ ସାଧାରଣ ଦର୍ଶନାର୍ଥୀଙ୍କୁ ତାଙ୍କ ପାଖକୁ ଛଡ଼ାଯାଏ ନାହିଁ। ତେଣୁ ଦେଖାଯାଏ ଆମର ସ୍ନାନ ପୂର୍ଣ୍ଣିମା ପରେ ଯେତେ ଦୋକାନ ବଜାର ମାନଙ୍କରେ ଜଗନ୍ନାଥଙ୍କର ଫଟୋ ବା ମୂର୍ତ୍ତି ଥାଏ, ଯେତେ ଯେତେ ଓଡ଼ିଆ ଘରେ ଠାକୁରଙ୍କୁ କାଠରେ ହଉ ବା ଫଟୋରେ ହଉ ପୂଜା ପାଉଥାନ୍ତି, ଆମ ମଣିଷମାନେ ସେଇ 15 ଦିନ ଯାକ ଠାକୁରଙ୍କର ପୂଜା କରନ୍ତି ନାହିଁ। ତାଙ୍କ ଫଟୋ ହେଇଥିଲେ ତାଙ୍କ ଫଟୋ ଉପରେ ଗୋଟେ କାଗଜ ମଡ଼େଇ ଦିଅନ୍ତି, ବା ଯଦି ମୂର୍ତ୍ତି ହେଇଥାନ୍ତି ତାଙ୍କ ମୂର୍ତ୍ତି ମୁହଁ ଉପରେ କନା ଗୁଡ଼େଇ ଦିଅନ୍ତି, କଣ ଆମ ଠାକୁରଙ୍କୁ ଜ୍ୱର ହେଇଛି। ବନ୍ଧୁ, ଏ ମାୟା ଭିତରୁ ଆପଣମାନେ ବାହାରି ଆସନ୍ତୁ। ଆମ ଘରେ ଯୋଉ ଠାକୁର ଅଛନ୍ତି, ଆମର ଠାକୁରଙ୍କ ପ୍ରତି ସେଇ ଭଲ ପାଇବାର ହଉ ପ୍ରେମର ହଉ, ମୁଁ ବୁଝେଇଦେଲି ଏଇଟା ପ୍ରକୃତରେ ଜ୍ୱର ନୁହେଁ। ଠାକୁର ଯେହେତୁ ଆମର ବିରାଟ କାଠ ଗଣ୍ଡିରେ ନିମ କାଠରେ ତିଆରି ହେଇଛନ୍ତି, 19 ବର୍ଷ ଯାଏଁ ରହିବେ, ପୂଜା ପାଇବେ, ତେଣୁ ତାଙ୍କର ଶରୀରଟା ସୁସ୍ଥ ରହୁ। ତେଣୁ ଜ୍ୱର ନାଁରେ ପ୍ରତିବର୍ଷ ତାଙ୍କ ଶରୀରଟାକୁ ସୁସ୍ଥ ରଖିବା ପାଇଁ ଟେକ୍ନିକ ତଦାରଖ କରାଯାଏ ଏବଂ ସେଥିପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଏ, ମାନେ ସେ କାଠଟା ସୁସ୍ଥ ରହୁ 19 ବର୍ଷ ଯାଏଁ। ଆମର ଯଦି କାଚରେ ଫଟୋ ଜଗନ୍ନାଥ ଅଛନ୍ତି, ତାଙ୍କ ଜ୍ୱର ହେଇଗଲା, କିଛି ତା ଉପରେ କାଗଜ ଘୋଡ଼େଇବା ଦରକାର ନାହିଁ। ଆମ ଘରେ ଯୋଉ କାଠର ମୂର୍ତ୍ତି ଜଗନ୍ନାଥ ଅଛନ୍ତି, ତାଙ୍କ ମୁହଁରେ କନା ଗୁଡ଼େଇ ତାଙ୍କୁ ଅଣନିଶ୍ୱାସୀ କରିବା ଦରକାର ନାହିଁ। ମନ୍ଦିରର ସମସ୍ତ ବିଧିବିଧାନଟାକୁ କ'ଣ ଆମେ ପ୍ରକୃତରେ ପାଳିପାରିବା? କିନ୍ତୁ ଯେହେତୁ ଆମେ ଓଡ଼ିଆ ଲୋକ, 15 ଦିନ ତ ଜ୍ୱର ହେଇଛି, 15 ଦିନ ଆଉ ଠାକୁରଙ୍କୁ ପୂଜା ହବନି, କିରେ 15 ଦିନ ତେବେ ତ ଖାଇ ପିଇ ମସ୍ତରେ ଅଛ, ଠାକୁରଙ୍କୁ କାହିଁକି ମୁହଁରେ କନା ଗୁଡ଼େଇ ଦଉଛ? ଯଦି ଭାବୁଛ ସେ ଜିଅନ୍ତା ଠାକୁର, ତା ମୁହଁରେ କନା ଗୁଡ଼େଇ ଦେଲେ ତାକୁ ଅଣନିଶ୍ୱାସୀ ଲାଗିବନି? ମନ୍ଦିର ଭିତରେ ଯୋଉ ଅଣସର ଘରେ ଠାକୁର ରହୁଛନ୍ତି, ତାଙ୍କ ମୁହଁରେ କ'ଣ କନା ଗୁଡ଼ା ହଉଛି? ସେ ଅଣସର ଘରେ ଏମିତି ଆମ ଭଳିଆ ଯେମିତି ଜ୍ୱରରେ ଆମେ ଖଟରେ ପଡ଼ିଥାଉ, ସେ ସେମିତି ତାଙ୍କୁ ଶୁଆଇକି ତାଙ୍କର ସବୁ ବ୍ୟବସ୍ଥା କରାହଉଛି। ତ ତାଙ୍କ ଶରୀରକୁ ଟେକ୍ନିକ ତଦାରଖ କରାହଉଛି। ଦଇତାପତି ଭାଇମାନେ ତାଙ୍କର ଦେଖାରେଖା କରୁଛନ୍ତି, ତାଙ୍କ ସୁସ୍ଥ ହେବା ପାଇଁ ସବୁ ବ୍ୟବସ୍ଥା କରୁଛନ୍ତି। ତେଣୁ ଆମ ଘର ମାନଙ୍କରେ ଯୋଉ ଠାକୁର ଅଛନ୍ତି, ତାଙ୍କ ମୁହଁରେ କନା ଗୁଡ଼େଇବା ଦରକାର ନାହିଁ, ଫଟୋ ଉପରେ କାଗଜ ଗୁଡ଼େଇବା ଦରକାର ନାହିଁ। ଆମ ଘରେ ଥିବା ଠାକୁରଙ୍କୁ ଆଦୌ ଜ୍ୱର ହଉନାହିଁ, ତାଙ୍କ ଦେହ କିଛି ଖରାପ ହଉନି, କି ଇଏ ମଧ୍ୟ 108 ଗରାରେ ଗାଧେଇ ନାହାନ୍ତି। ଯିଏ ସିନା 108 ଗରାରେ ଗାଧେଇବ ତାକୁ ଥଣ୍ଡା ଧରିବ, ତମର ତ ଠାକୁର ଗାଧେଇ ନାହାନ୍ତି, ତାଙ୍କୁ ଖାଲି ଜ୍ୱର କାହିଁ ହେଇଗଲା? ତେଣୁ ଆମ ଓଡ଼ିଆ ଘର ମାନଙ୍କରେ ଯୋଉଠି ମୂର୍ତ୍ତି ଅଛି କି ଫଟୋ ଅଛି, ତାକୁ ଘୋଡ଼େଇବା ଦରକାର ନାହିଁ କି କନା ଗୁଡ଼େଇବା ଦରକାର ଆଦୌ ନାହିଁ। ଆମେ ଆମ ଘରେ ପ୍ରତିଦିନ ପୂଜା କରିପାରିବା, ଭୋଗ ଲଗେଇ ପାରିବା, ଧୂପ ଦୀପ ଦେଇପାରିବା। ମୂଳ କଥା ହେଲା, ପୁଣି ଶେଷକୁ ଫେରି ଆସୁଛି, ଆମ ଠାକୁରଙ୍କୁ ମୁଁ ବାରମ୍ବାର କହିଛି, କେବଳ ଭଲ ପାଅ, ଠାକୁରଙ୍କୁ ପ୍ରେମ କର। ଆପଣଙ୍କ ପ୍ରେମରେ, ଆପଣଙ୍କ ଭଲ ପାଇବାରେ ମୁଁ ଜାଣେ ଆମ ଘରେ ଥିବା ଠାକୁର ଆଦୌ ଅସୁସ୍ଥ ହେବେ ନାହିଁ। ଆମ ପ୍ରେମରେ ସେ ସବୁବେଳେ ସୁସ୍ଥ ରହିଥିବେ। ପ୍ରେମରେ ଉବୁଟୁ ହେଉଥିବା ମଣିଷଟିଏ ଆଦୌ ଅସୁସ୍ଥ ହୁଏ ନାହିଁ। ଅସୁସ୍ଥ ତାର ଶରୀରରେ ହେଇପାରେ, କିନ୍ତୁ ମାନସିକ ସ୍ତରରେ ସେ ପ୍ରେମରେ ପଡ଼ିଥିବା ମଣିଷଟେ ସବୁବେଳେ ସୁସ୍ଥତା ଅନୁଭବ କରୁଥାଏ। ତେଣୁ ଯୋଉ 100 ଥର କହିଛି, ଆଉ ଥରେ ବି କହୁଛି,
आम ठाकुर हेले मनीष ठाकुर जीवंता ठाकुर तांकु केवल तुम्हें भल पाओ प्रेम कर ईश्वर को पाइबार जदि इच्छा अच्छी जगन्नाथ को स्व शरीर रे जदि देखिबार इच्छा अच्छी बा उपलब्धि रे अनुभव रे तांकु पाइबार इच्छा अच्छी ताहले तांकु पाया पई केवल जोड़िए रास्ता गोटे होची ध्यान अन्यटी होची प्रेम जो माने एई छोटिया जीवन रे जगन्नाथ को दर्शन चाहूचंती बा जगन्नाथ को उपलब्धि रे आनिया को चाहूचंती से माने एई जोड़िए रास्ता रु जे कोनसी गोटे रास्ता को आपणार कर नहीं पारंती ध्यान नहले प्रेम ध्यान रे केमिति पाइबो जो माने जानिया को चाहूथिबे से माने अवश्य मु जो ध्यान शिविर करूची जदि से ध्यान शिविर से माने अटेंड करिवे ताहले से माने एकदम सहज सरल मार्ग पाई जिवे मो ध्यान शिविर भारत वर्ष रे चलीथिबा जो अन्य तथाकथित व्यापारी धर्म गुरुंकर ध्यान शिविर नुहे ध्यान शिविर करबा कथा बोली करूनी कि टंका रोजगार पई नुहे मो ध्यान शिविर रे मु देउ ध्यान आउ प्रेम रे श्री जगन्नाथ को पाइची स्वचक्षुरे दर्शन करिची सेई रास्ता मु मो ध्यान शिविर रे बतेई दिए एवं से सरल मार्ग कहि दिए जो मानकर एई जीवन रे जगन्नाथ को दर्शन करिया को चाहूचंती बा उपलब्धि रे आसिया को चाहूचंती से मानकर इच्छा थिले भविष्यत रे मो ध्यान शिविर अटेंड करिवे पुणी थर कहूची जरफर किछि नुहे सबु तार लीला सबु तार लीला शेष आश्रम विषय कहूची शून्य स्वामी ध्यानपीठ जो नुआ आश्रम टी कालू कालूर तो मंदिर अच्छी जो आमर कटक सुनाखला गाँव रे जगतपुर गोली छक ठारू 5 किलोमीटर दूर रे थिबा सुनाखला गाँव रे शून्यस्वामी ध्यानपीठ आश्रम तैयारी चली एई आसंता 12 तारिख माने आसंता रविवार दिन तार छात पड़िबो काम अति द्रुत गति रे चली खाली जदि आश्रम उपरे मु जदि गोटे पूर्ण वीडियो करी आपण जानी परिबे कालू केमिति सीधा सड़क प्रत्यक्ष भाव में परोक्ष नुह ए आश्रम टाको तैयारी करिबा पई से निजे लागी जाइछि 2 मास भितरे 58 लाख टंका आपण माने आश्रम नारे जोगई दबा कोन छोट कथा सबु कालू करूछि हाँ छात पड़ी साइला परे आमर अर्थ टिके कमी गलानी आउ जो 50 लाख टंका दरकार ताहा कालू जानी थिबो छात पड़ी साइला परे आसंता रविवार परे आर्थिक दृष्टि हुए तो आम टे दुर्बल हो जीवार संभावना देखा देइछि सेथिबे मु चिंता करनी काम तार ए बयस रे सी मते गेंजी के उठेइछि जे आश्रम कर तेणु तापाई मु करूछि तेणु परवर्ती टंका भी केमते आसीबो सेटा कालू जानी थिबो मु सेथिबे चिंतित नुह कई भावुछन आपण बहुत टेंशन होतन मु आदौ टेंशन ने नाही आश्रम कंप्लीट हेले भल नहले भी मोर दुख नाही मो पाखरे मो कालू अछि ए वीडियो टी केमते लागला आपण माने मते निश्चय जणेबे जदि कहिबे एई अणसर समय रे आमे मानको काहे कुहा जाईची अल्लाहनाथ जाई दर्शन करिया को से विषय रे मो आ परवर्ती वीडियो रे कहबी एई अणसर 15 दिन भितरे जितला जगन्नाथ को दर्शन करिया को भक्त सुजोग पाए नाही कुहा जाईची ब्रह्मगिरी ठारे थिबा अल्लाहनाथ को जाई दर्शन कले एई जगन्नाथ दर्शन रो पुण्य मिली थाए आपण माने जदि मते कमेंट रे जणेबे ताले आ परवर्ती वीडियो रे मु कहबी अल्लाहनाथ दर्शन पई काहे की कुहा जाई अछि आज पई रहिली नमस्कार सबू होची कालूर खेल ये सबू ये गोटे खाली काठर मूर्ति नुह आ भितर आपण को जदि उपलब्धि आसो आपण अनुभव करेंगे आ भितर हृदयटा स्पंदित होची रहिले नमस्कार।